पाणीपाग विभागर बात्याକୁ ନେଇକି ଆସିଲା ବଡ଼ ଅପଡେଟ୍। କ'ଣ ଓଡ଼ିଶାକୁ ବାତ୍ୟା ହେବ କି ନାହିଁ, ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ରାଜ୍ୟରେ ବର୍ଷା ପବନକୁ ନେଇ ଆଇଏମ୍ଡିଙ୍କ ବଡ଼ ସୂଚନା, କହିଲେ ଆସନ୍ତା 20 ତାରିଖରେ ହେବ। ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମ୍ଡି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା 20 ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଆଜିର ସ୍ଥିତିର ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ଲଘୁଚାପ ଯୋଗୁଁ 2 ଦିନ ଧରି ବର୍ଷା ହେଉଥିଲା, ତାହା ଧୀରେ ଧୀରେ କମିବ। ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ବିଦର୍ଭରେ କେନ୍ଦ୍ରୀଭୂତ ହୋଇଛି, ତେଣୁ ବର୍ଷାର ପରିମାଣ ବି କମିବ। ପାର୍ବଣରେ ବର୍ଷା ହେବ କି ନାହିଁ ସେନେଇ ଡକ୍ଟର ମହାପାତ୍ର କହିଛନ୍ତି, ତାହା ଏବେଠୁ ଆକଳନ କରିହେବ ନାହିଁ। କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେବାର ସମ୍ଭାବନା ହିଁ ନାହିଁ। ଓଡ଼ିଶାରୁ ବର୍ତ୍ତମାନ ମୌସୁମୀ ଯିବ ନାହିଁ। ଘୂର୍ଣ୍ଣିବଳୟ ନିକଟତର ହେଲେ ସ୍ଥିତି ବାବଦରେ ସ୍ପଷ୍ଟ ହେବ ବୋଲି ଆଇଏମ୍ଡି ସୂଚନା ଦେଇଛନ୍ତି।